ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ଲାଇନ୍ର ବୌଦ୍ଧ ଜିଲ୍ଲାରେ ରହିଥିବା 2 କିଲୋମିଟର ବିଶିଷ୍ଟ 7 ନମ୍ବର ରେଳ ସୁଡ଼ଙ୍ଗ ଭିତରେ ବିଦ୍ୟୁତ୍ ଟେଷ୍ଟିଂ କାମ ଗତ 3 ଦିନ ହେଲା ଜାରି ରହିଛି। ବିଦ୍ୟୁତ୍ ବିଭାଗୀୟ ଅଧିକାରୀ, ଠିକା ସଂସ୍ଥା ଏବଂ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଦ୍ୟୁତ୍ ଟେଷ୍ଟିଂ କାମ ଜାରି ରଖିଛନ୍ତି। ତେବେ ଏହି ଟନେଲରେ ସମସ୍ତ କାମ ସରିସାରିଲାଣି। ଟନେଲ ଭିତରେ ଫାୟାର ସେଫ୍ଟି ପାଇପ୍ ମଧ୍ୟ ୱାରିଂ କାମ ସରିସାରିଲାଣି। ତା ସହିତ ଏହି ଟନେଲର ଦୂରତା 2 କିଲୋମିଟର ଥିବାରୁ ଏହାର ଭିତରେ 32ଟି ବୁଷ୍ଟର ଫ୍ୟାନ୍ ଲାଗିଥିବା ଦେଖିବାକୁ ମିଳିଛି। ଏହି ଫ୍ୟାନ୍ ସାହାଯ୍ୟରେ ଭିତରକୁ ଅକ୍ସିଜେନ୍ ଯିବ। ଆଉ ଟନେଲ ଭିତରେ ରେଳ ଧାରଣା ମଧ୍ୟ ପଡ଼ିସାରିଲାଣି। ଆମର ଏହି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ କରିବା ସହିତ ମାହିବେ ବ୍ଲଗ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।